ଗ୍ରାହକ ବେଶରେ ଏକ ସାର ଦୋକାନକୁ ମଞ୍ଜି କିଣିବାକୁ ଆସି ଦୋକାନୀଙ୍କୁ ଆକ୍ରମଣ କରି 90,000 ଟଙ୍କା ଲୁଟି ନେଇଛନ୍ତି 5ରୁ 6 ଜଣ ଦୁର୍ବୃତ୍ତ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୋକାନୀ ଆହତ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଆନନ୍ଦପୁର ରାସ୍ତାର 3 କିଲୋମିଟର ଦୂର ତରାମରା ପଞ୍ଚାୟତ ହାଣ୍ଡିଫୁଟା ଛକ ନିକଟରେ ଥିବା ଏକ ସାର ଦୋକାନରେ ଏହିପରି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ସନ୍ଧ୍ୟା ସମୟରେ ହାଣ୍ଡିଫୁଟା ଛକ ନିକଟରେ ଥିବା ରମେଶ ନାଥଙ୍କ ସାର ଦୋକାନକୁ 3ଟି ମୋଟର ସାଇକେଲରେ 5ରୁ 6 ଜଣ ଦୁର୍ବୃତ୍ତ ଆସିଥିଲେ। ଆଉ ଦୋକାନ ଭିତରକୁ ପଶି ବିଲାତି ଓ କବି ମଞ୍ଜି ମାଗୁଥିବା ସମୟରେ 2 ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଲୁଟ୍ ଆରମ୍ଭ କରିଥିଲେ। ତେବେ ଦୋକାନୀ ସେହି ଦୁର୍ବୃତ୍ତଙ୍କ ହାତରେ ପିଟି ଦେବା ଫଳରେ ରିଭଲଭରଟି ଖସି ଗୋଟିଏ ଗୁଳି ବାହାରି ଯାଇଥିଲା। ପରେ ଦୋକାନୀଙ୍କ ମୁଣ୍ଡରେ ଏକ ଲୁହା ରଡ୍ରେ ଆକ୍ରମଣ କରି ଦୋକାନରେ ଥିବା 90,000 ଟଙ୍କା ଲୁଟି ନେଇ ପଳାଇଥିଲେ। ତେଣୁ ଆହତ ଅବସ୍ଥାରେ ଦୋକାନୀ ରମେଶଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯିବା ପରେ ସେ ଠାକୁରମୁଣ୍ଡା ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ସଚିଦାନନ୍ଦ ପଲେଇଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।